ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର ସହ 4 ଗିରଫ। ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ସହ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଅଁଦିଆ ପୋଲିସ। ଗଅଁଦିଆ ଥାନା ଅନ୍ତର୍ଗତ ବଣିଆପଡ଼ା ଗ୍ରାମର ଜଗନ ସାହୁ ଗଅଁଦିଆ ସ୍ଥିତ ବସ୍ଷ୍ଟାଣ୍ଡ ଛକରେ ଦେଇଥିବା ଏକ ମୋଟର ବାଇଣ୍ଡିଂ ଦୋକାନରୁ ଗତ 16 ତାରିଖ ବିଳମ୍ବିତ ରାତିରେ ଗଚ୍ଛିତ ଥିବା 10ଟି କଏଲ ତମ୍ବା ବାଇଣ୍ଡିଂ ତାର ଚୋରି ହୋଇଥିବା ନେଇ ଗଅଁଦିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଗଅଁଦିଆ ଥାନା ପୋଲିସ କେସ୍ ନମ୍ବର 183/2026ରେ ଏକ ମାମଲା ରୁଜୁ କରି ଗଅଁଦିଆର ବିରଞ୍ଚି ମହାରଣାଙ୍କ ପୁଅ ବିମଳ ମହାରଣା, କୁସିନ୍ଦା ଗ୍ରାମର ପ୍ରସନ୍ନ ସାହୁଙ୍କ ପୁଅ କାହ୍ନୁଚରଣ ସାହୁଙ୍କୁ ଗିରଫ କରିବା ପରେ ସେମାନେ ନିଜର ଦୋଷ ସ୍ୱୀକାର କରିଥିଲେ ଏବଂ ବାଇଣ୍ଡିଂ କଏଲଗୁଡ଼ିକ ନିକଟସ୍ଥ ଚିତ୍ତଲପୁର କବାଡ଼ିଆ ଏବଂ ଭୁବନ କବାଡ଼ିଆ ନିକଟରେ ବିକ୍ରି କରିଥିବା କଥା କହିଥିଲେ। ପୋଲିସ ଚିତ୍ତଲପୁରରୁ ସଦର ଥାନା ଅନ୍ତର୍ଗତ ଗଦାଶିଳା ଗ୍ରାମର ବାଇଧର ସାହୁଙ୍କ ପୁଅ ରବିନାରାୟଣ ସାହୁଙ୍କୁ ଗିରଫ କରିବା ସହ 5ଟି କଏଲ ଜବତ କରିଥିଲେ। ସେହିପରି ଭୁବନ 7 ନମ୍ବର ୱାର୍ଡର ପଣ୍ଡିତ ବେହେରାଙ୍କ ପୁଅ ଡମ୍ବରୁଧର ବେହେରାଙ୍କୁ ଗିରଫ କରିବା ସହ 5ଟି କଏଲ ବାଇଣ୍ଡିଂ ତାର ସହ 3400 ଟଙ୍କା OD06C 1565 ବିଶିଷ୍ଟ ଏକ ବଜାଜ ପଲସର ମୋଟରସାଇକେଲ ଜବତ କରିଥିଲେ। ଉକ୍ତ ଘଟଣାରେ ଜଣେ ଫେରାର ଥିବା ବେଳେ ଉକ୍ତ 4 ଜଣଙ୍କୁ ଗଅଁଦିଆ ପୋଲିସ କୋର୍ଟ ଚାଲାଣ କରିଛି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ।